କାଳନ୍ଦୀ ହ୍ରଦରେ ଭୟାବହ କାଳିଅ ସର୍ପକୁ ଦଳି ଦମନ କରିଥିଲେ। ଏହାର ସ୍ମୃତିରେ ଭାଦ୍ରବ କୃଷ୍ଣ ଏକାଦଶୀ ତିଥି ମଙ୍ଗଳବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳିଅ ଦଳନ ବେଶ ଅନୁଷ୍ଠିତ ହୋଇଥିଲା। ବିଷଧର କାଳିଅ ନାଗ ଉପରେ ନୃତ୍ୟ କରୁଥିବା ଭଙ୍ଗୀରେ ଶ୍ରୀ ଜଗନ୍ନାଥ ଉଭା ହୋଇଥିଲେ। 7 ଫେଣା ବିଶିଷ୍ଟ କାଳିଅ ଶ୍ରୀଅଙ୍ଗକୁ ଆବୃତ କରିଥିଲା। କାଳିଅ ନାଗର ପୁଚ୍ଛଟି ମହାପ୍ରଭୁଙ୍କ ବାମ ହସ୍ତରେ ରହିଥିଲା। ଡାହାଣ ହସ୍ତରେ ଠାକୁରେ ଅମୃତ ଲଡୁ ଧାରଣ କରିଥିଲେ। କାଳିଅ ଦଳନ ବେଶରେ ସୁସଜ୍ଜିତ ହୋଇ ରତ୍ନ ସିଂହାସନରେ ଶ୍ରୀ ଜଗନ୍ନାଥ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଅପରାହ୍ନରେ ଶ୍ରୀ ମଦନ ମୋହନ ଓ ରାମକୃଷ୍ଣ ନଗର ବିଜେ କରିବା ସହ ମାର୍କଣ୍ଡେୟ ପୁଷ୍କରିଣୀରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର କାଳିଅ ଦଳନ ନୀତି ପାଳିତ ହୋଇଥିଲା। ବଡଦେଉଳରେ ଶ୍ରୀକୃଷ୍ଣ ଲୀଳା ଅବସରରେ ଧେନୁ ଭାସ୍କରବଦ୍ଧ ପ୍ରସବ ସମ୍ପନ୍ନ ହୋଇଥିଲା। କୁଣ୍ଡେଇମେଣ୍ଢ ସାହି ବାସିନ୍ଦା ଏହି ନୀତିରେ ସାମିଲ ହୋଇଥିଲେ। ସନ୍ଧ୍ୟା 7:30ରେ ଶ୍ରୀବିଗ୍ରହ ଏକାଦଶୀ ସର୍ବାଙ୍ଗ ଶେଷ ହୋଇଥିଲା। 7:15ରେ ଠାକୁର କାଳିଅ ବେଶରେ କାଳିଅ ଦଳନ ବେଶ ଆରମ୍ଭ ହୋଇ ପ୍ରାୟ 9:35 ମଧ୍ୟରେ ସମ୍ପନ୍ନ ହୋଇଥିଲା। ଶ୍ରୀ ଜଗନ୍ନାଥଙ୍କ ଶ୍ରୀଅଙ୍ଗରେ କାଠ ତିଆରି ହସ୍ତ ଓ ପଦ ସଂଯୋଗ କରାଯାଇଥିଲା। ସାପର ମସ୍ତକ ଉପରେ ମହାପ୍ରଭୁଙ୍କ ପାଦ ଦୁଇଟି ଥିଲା। ଠାକୁରଙ୍କ ଦୁଇ ପାର୍ଶ୍ୱରେ ପ୍ରାର୍ଥନା କରିବା ଭଙ୍ଗୀରେ ଦୁଇଟି ନାଗୁଣୀ ମୁହଁ ରହିଥିଲେ। ଏହି ବେଶ ଅବସରରେ ବଳରାମଙ୍କ ଉପର ପାର୍ଶ୍ୱରେ ଗାଈ ଓ ବାଛୁରୀ ଶୋଭା ପାଉଥିଲା। ଦେବୀ ସୁଭଦ୍ରାଙ୍କର କିଛି ପରିବର୍ତ୍ତନ ହୋଇନଥିଲା। ଏହା ପୂର୍ବରୁ ଶ୍ରୀ ମଦନ ମୋହନ ଓ ରାମକୃଷ୍ଣ ଆଜ୍ଞାମାଳ ପାଇ ପାଲିଙ୍କିରେ ବିଜେ ହୋଇଥିଲେ। ନଗର ପରିକ୍ରମା ଉଦ୍ଦେଶ୍ୟରେ ପାଲିଙ୍କି ଉଠିଥିଲା। ଅପରାହ୍ନ 5:05 ସମୟରେ ବିଭିନ୍ନ ସ୍ଥଳୀରେ ପନ୍ତି ଗ୍ରହଣ କରି ଠାକୁରେ ଲୋକନାଥ ରୋଡ ସ୍ଥିତ ଲବଣୀ ନଗରରେ ବିଜେ ହୋଇଥିଲେ। ଗୋପାଙ୍ଗନା ଭାବେ ମହାଭୋଇ ସେବକ ଘର ମହିଳାମାନେ ଠାକୁରଙ୍କୁ ବନ୍ଦାପନା କରିଥିଲେ। ସେଠାରେ ପନ୍ତି ଅର୍ପଣ କରାଯାଇଥିଲା। ଏହାପରେ ରାମକୃଷ୍ଣ ଓ ମଦନ ମୋହନ ମାର୍କଣ୍ଡେୟ ପୁଷ୍କରିଣୀ ପରିସରରେ ବିଜେ ହୋଇଥିଲେ। ଠାକୁରେ ବିଜେ ପରେ ମାର୍କଣ୍ଡେୟ ପୁଷ୍କରିଣୀରେ କାଳିଅ ଦଳନ ନୀତି ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ପୁଷ୍କରିଣୀ ଜଳରେ ମଞ୍ଚା ପ୍ରସ୍ତୁତ ହୋଇଥିଲା। କାଳିଅ ସର୍ପରେ ଦଂଶନରେ ଠାକୁରଙ୍କ ଶ୍ରୀଅଙ୍ଗରେ ବିଷପ୍ରାୟ ସୃଷ୍ଟି ହୋଇଥିଲା। ଏହାପରେ ଠାକୁରଙ୍କୁ ଅମୃତ ଲଡୁ ଭୋଗ କରାଯାଇଥିଲା। ଗରୁଡ ବେଶରେ ସେବକ ଠାକୁରଙ୍କୁ ସୁସ୍ଥ କରିଥିଲେ। ନୀତି ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡିଥିଲେ। ଏହି ଅବସରରେ ଧେନୁକାସୁର ବଧ ନୀତି ପ୍ରସ୍ତାବ ଆଗତ ହୋଇଥିଲା। ଶ୍ରଦ୍ଧାଳୁମାନେ ଠାକୁରଙ୍କ ବେଶ ଓ ଦେବନୀତି ଦେଖି ଧନ୍ୟ ହୋଇଥିଲେ।